ସଭ୍ୟ ଜମିଦାର ଗଳ୍ପରେ ଗୋପାଳ ଚରିତ୍ର ଚିତ୍ରଣ କର ଯଦି ଆସେ ତ ତମେ କେମିତି ଲେଖିବ? ଗୋପାଳର କାର୍ଯ୍ୟ ବା କୀର୍ତ୍ତି ସହିତ ତାର ଚରିତ୍ରର ପରିଚୟ ତମକୁ ପ୍ରଦାନ କରିବାକୁ ପଡ଼ିବ। ତ ଇଏ ଆନ୍ସରରେ କେମିତି ସେ ଲେଖିଛି ଦେଖ। ସଭ୍ୟ ଜମିଦାର ଗଳ୍ପର ଗାଳ୍ପିକ କିଏ ନା ଫକୀର ମୋହନ ସେନାପତି। ସେ ହେଉଛନ୍ତି ଆମର ଆଧୁନିକ କ୍ଷୁଦ୍ର ଗଳ୍ପର ଜନକ। ସମାଜର ବିଭିନ୍ନ ଦିଗକୁ ନେଇ ସେ ଗଳ୍ପ ରଚନା କରିଛନ୍ତି ଓ ସମାଜର ବିଭିନ୍ନ ଚରିତ୍ର ତାଙ୍କ ଗଳ୍ପର ମୂଳ ସତ୍ତା ଅଟେ। ସେହି ଚରିତ୍ର କାଳ୍ପନିକ ହେଲେ ବି ସେମାନଙ୍କ ରୀତିନୀତି ସବୁକିଛି ସମାଜର ଓ ସତ୍ୟର ନିକଟବର୍ତ୍ତୀ ବୋଲି ଜଣାପଡ଼େ। ଏବେ ଏ ଆଲୋଚ୍ୟ ଗଳ୍ପ ସଭ୍ୟ ଜମିଦାରରେ ଗାଳ୍ପିକ ଗୋପାଳ ଚରିତ୍ରକୁ ଏକ ଆଦର୍ଶ ଚରିତ୍ର, ସରଳ ଚରିତ୍ର ତଥା କର୍ମପ୍ରବଣତାର ପରିଚୟ ରୂପେ ପ୍ରତିପାଦିତ କରିଛନ୍ତି। ଆଚ୍ଛା, ଏତିକି ଇଣ୍ଟ୍ରୋଡକ୍ସନରେ ଲେଖିଲା ପରେ ଗଳ୍ପର ଆରମ୍ଭରେ ଗୋପାଳ କିଶୋର ବୟସରେ ଥିଲା। ମହାଜନ ବଳବାବୁଙ୍କ ଦୟାରୁ ସେ କଲିକତା ପହଞ୍ଚିଛନ୍ତି। ସେ ନିଜର ସାଧୁତା, ସରଳତା, ସ୍ୱଚ୍ଛତା ସହିତ ତାଙ୍କୁ ସେବା କରିବା ଫଳରେ ମହାଜନ ବାବୁ ତାଙ୍କ ଦ୍ୱାରା ବହୁତ ଆକୃଷ୍ଟ ହୋଇ ତାଙ୍କୁ ତାଙ୍କ କାରବାରର ମୁଖ୍ୟ ସ୍ଥାନ ପ୍ରଦାନ କରିଛନ୍ତି। ହେଲେ ଇଣ୍ଟରେଷ୍ଟିଂ କ'ଣ ମାନେ ଇଏ ଦୋକାନ ବ୍ୟବସାୟ କାର୍ଯ୍ୟ କରିବା ସହିତ ବଳବାବୁଙ୍କୁ ଅନ୍ୟାନ୍ୟ ସମସ୍ତ ପ୍ରକାର ସାହାଯ୍ୟ କରିବା ଫଳରେ ସେ ଅତି ନିକଟର ହୋଇଥିଲେ ଏବଂ ତାଙ୍କୁ ସମସ୍ତେ ଗୋପାଳ ବାବୁ କିମ୍ବା ସାନ ବାବୁ କିମ୍ବା ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର ଏମିତି ସମ୍ବୋଧନ କରି ଡାକୁଥିଲେ। କାରଣ ସେ ତାଙ୍କ ମାଲିକଙ୍କର ରୋଷେଇ ଘର କାମ ଛଡ଼ା ବିଛଣା ସଜାଇ ଦେବା, ଅନ୍ୟାନ୍ୟ ଆବଶ୍ୟକ ସମୟରେ ସମସ୍ତ ପ୍ରକାର ସାହାଯ୍ୟ କରିବା, ଇଏ ସବୁ ଜିନିଷ କରୁଥାନ୍ତି। ହେଲେ ଗୋଟିଏ ଜିନିଷ ଯୋଉଠି ସେ ପରିବର୍ତ୍ତନ କରିପାରିଲେ କାହାକୁ, ମାଲିକଙ୍କୁ, ସେ ହେଉଛି ଆକବରୀ ମୋହର, ଯୋଉଟା ମହାଜନ ତାଙ୍କ ହସ୍ତରେ ମହାଜନ କ'ଣ ହେଇଥିଲା କି ହଜି ଯାଇଥିବା ଆକବର ମୋହର ମହାଜନକୁ ଦେଇଥିଲେ। କେବଳ ସେତିକି ନୁହେଁ, ଏଭଳି ଅନ୍ୟାନ୍ୟ କାମ ସେ କରୁଥିଲେ ଯାହାଦ୍ୱାରା ସେ ମହାଜନ ବାବୁଙ୍କର ବିଶ୍ୱାସ ଜିତି ପାରିଥିଲେ। ଏ ତ ଗଲା ବ୍ୟବସାୟ କ୍ଷେତ୍ରରେ ସମସ୍ତ ଆମୂଳଚୂଳ କାର୍ଯ୍ୟ ସେ ସମ୍ଭାଳି ଦେଲେ। ଆଉ ମହାଜନଙ୍କର ସମସ୍ତ ଦାୟିତ୍ୱ ବହନ କଲା ପରେ ସେ ନିଜକୁ ହାଲକା ମନେ କଲେ ଏବଂ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଲା। ଏ ସମ୍ପର୍କରେ ଗାଳ୍ପିକ ଲେଖିଛନ୍ତି, ଗୋପାଳୀ ବଡ଼ଲୋକୀ ଚାଣି ଚଳନ ନାହିଁ, ଦିନ ରାତି କାମରେ ଲାଗିଥିଲେ ଆନନ୍ଦ। ଗଦିର ସବୁ ମାମଲାତ ତହବିଲ ଚାବି ମହାପାତ୍ରଙ୍କ ହାତରେ। ବୋଲେ ଗୋପାଳ ବାବୁ ତାଙ୍କର A to Z କାର୍ଯ୍ୟ କରୁଥିଲେ ବୋଲିକି ଏଠି ଅର୍ଥ ହୁଏ। ଓକେ, ତା ଅର୍ଥ ଏବେ ଯଦି ଆମେ ତାଙ୍କର ପରିବାର ଆଡ଼କୁ ଯିବା, ପରିବାର କ୍ଷେତ୍ରରେ ମଧ୍ୟ ଗୋପାଳ ଜଣେ ଆଦର୍ଶ ସ୍ୱାମୀ ହେଇଥିଲେ। କିନ୍ତୁ ଗୋଟେ ନେଗେଟିଭ କ'ଣ ମାନେ ତାଙ୍କର ପୁତ୍ରକୁ ସେ ଠିକ୍ ସେ ସଜାଡ଼ି ପାରିଲେ ନାହିଁ। ଅବଶ୍ୟ ପଇସା ପତ୍ରର ଅଭାବ ନଥିବାରୁ ତାଙ୍କ ପୁଅ ରାଜୀବଙ୍କୁ ଠିକ୍ ଶିକ୍ଷା ଦେବା, ଇଂରେଜୀ ଶିକ୍ଷା ମାଧ୍ୟମରେ ବଡ଼ ଲୋକ କରାଇବାର ଯେଉଁ ସ୍ୱପ୍ନ ଦେଖିଥିଲେ, ପରବର୍ତ୍ତୀ ସମୟରେ ସେ ତାଙ୍କୁ କାଳ ହୋଇପଡ଼ିଥିଲା। ତ ଇଏ ପାଖରେ ଗୋପାଳର ଗୋଟେ ତ୍ୟାଗ ମାଲିକ ପ୍ରତି ଦୋଷିଲା ସିନା,
परिवार प्रति दायित्व रे टिके अवहेला गला जहा फल रे पुओ इंग्रेज पाठ पढ़ी पितांकर नाम रोशन करने बदल रे पितांकर समस्त क्षमता को से अवक्षय करई तांकर ना को बदनाम कर देथिला। ये दृष्टि आम जदि गोपाल चरित्र को देखिबा तो गोटे मुद्रार दुई पार्श्व परि प्लस अच्छी माइनस अच्छी। मालिक प्रति तांकर कृतज्ञता किंतु परिवार रे पुत्र प्रति टिके अवहेलता जोगु ये गोटे मिक्सड कैरेक्टर बोली आम कही पारिबा। ओके स्टूडेंट्स एति लिखो। थैंक यू वेरी मच।